ମୁଁ ପ୍ରଦୀପ ସାହୁ ଆପଣମାନଙ୍କୁ ମାଲ୍ୟର କହେ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆନ୍ତର୍ଜାତିକ ରାଜନୈତିକ ଦୃଷ୍ଟିପଟ ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଆମେରିକାର ରାଷ୍ଟ୍ରପତି ପଦରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ରାଜନୈତିକ ଦୃଷ୍ଟିପଟ ଆନ୍ତର୍ଜାତିକ କ୍ଷେତ୍ରରେ କ'ଣ ଘଟିବାକୁ ଯାଉଛି ତାହା ଧୀରେ ଧୀରେ ସ୍ପଷ୍ଟ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ଗୋଟିଏ କଥା କହିଥିଲେ, ଆଇ ଆମ୍ ଏ ଫ୍ୟାନ୍ ଅଫ୍ ହିନ୍ଦୁ ଆଣ୍ଡ ଇଣ୍ଡିଆନ୍। ଆଉ ବର୍ତ୍ତମାନ ସେ ସେଇ କଥାକୁ କାର୍ଯ୍ୟରେ କରି ଦେଖାଇବାରେ ଲାଗିଛନ୍ତି। ମୋଦିଙ୍କୁ ତାଙ୍କର ବନ୍ଧୁ ଭାବରେ ଘୋଷଣା କରିବା ପରେ ବନ୍ଧୁକୁ କିପରି ବ୍ୟବହାର ଦେଖାଇବାକୁ ପଡ଼ିବ, ତାଙ୍କ ପାଇଁ କ'ଣ କରିବା ପାଇଁ ପଡ଼ିବ, ବୋଧେ ସେ ସେହି କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଆମେରିକାର ଇଣ୍ଟେଲିଜେନ୍ସର ଚିଫ୍ ଭାବରେ ତୁଳସୀ ଗାବାର୍ଡଙ୍କୁ ସେ ନିଯୁକ୍ତ କରିଛନ୍ତି। ତୁଳସୀ ଗାବାର୍ଡ 43 ବର୍ଷ ବୟସ୍କ ଏହି ମହିଳା ଜଣେ ସନାତନୀ ପ୍ରେମୀ, ଯିଏକି ନିରାମାଂଶ ଭୋଜନ କରନ୍ତି, ହରେ ରାମ ହରେ କୃଷ୍ଣ ନାମ କୀର୍ତ୍ତନ କରନ୍ତି ଏବଂ ଭାରତୀୟ ଶାସ୍ତ୍ର ଦର୍ଶନକୁ ନିଜେ ଗ୍ରହଣ କରନ୍ତି। କେବଳ ସେତିକି ନୁହଁ, ଚାରି ଥର ସାଂସଦ ଥିବା ଏବଂ ଲେଫ୍ଟନାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିବା ତୁଳସୀ ଗାବାର୍ଡ ଯେତେବେଳେ ଇଣ୍ଟେଲିଜେନ୍ସ ଚିଫ୍ ଭାବରେ ଆମେରିକାର ଦାୟିତ୍ୱ ନେଇଛନ୍ତି, ସେ ନିଶ୍ଚିତ ଭାବରେ ଭାରତ ଏବଂ ସନାତନ ଧର୍ମ ସପକ୍ଷରେ ହିଁ ତାଙ୍କ ମତ ଯିବ ଏବଂ ତାହା ଭାରତୀୟଙ୍କ ସପକ୍ଷରେ ହିଁ ଯିବ, ଏହା ସ୍ପଷ୍ଟ ଜଣାପଡ଼ୁଛି। ଏବଂ ଯେଉଁ ମୌଳବାଦୀ ମୁସଲମାନ ମାନେ ବାଂଲାଦେଶ ଏବଂ ପାକିସ୍ତାନରେ କୁତ୍ସାରଟନା କରୁଛନ୍ତି, ଚକ୍ରବ୍ୟୁହ ସୃଷ୍ଟି କରୁଛନ୍ତି, ତାଙ୍କ ପାଇଁ ଏକ କାଳ ସଦୃଶ୍ୟ ସେ ଠିଆ ହେବେ। ଏକଥା ପାକିସ୍ତାନ ଏବଂ ବାଂଲାଦେଶର ମୌଳବାଦୀମାନେ ଜାଣିସାରିଛନ୍ତି। ଯେଉଁ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଇଥିଲା ବାଂଲାଦେଶରେ, ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକାରେ ହେଉଥିବା ହିନ୍ଦୁ ଏବଂ ବାଂଲାଦେଶର ହିନ୍ଦୁମାନଙ୍କୁ ମୁଁ ସୁରକ୍ଷା ଦେବି। ତାର ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆମେରିକା ଇଣ୍ଟେଲିଜେନ୍ସର ମୁଖ୍ୟ ଭାବରେ ତୁଳସୀ ଗାବାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ତୁଳସୀ ଗାବାର୍ଡ ପ୍ରଥମେ ଡେମୋକ୍ରାଟିକ୍ ପାର୍ଟିର ଥିଲେ ଏବଂ କମଲା ହାରିସ୍ ଓ ଜୋ ବାଇଡେନ୍ ସରକାର ତାଙ୍କୁ ଏପରି ନିର୍ଯାତନା ଦେଲେ ଯେ ସେ 2022 ମସିହାରେ ରିପବ୍ଲିକ୍ ପାର୍ଟିକୁ ଚାଲି ଆସିଥିଲେ ଏବଂ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରି ତାଙ୍କୁ ଜିତେଇବାରେ ସାହାଯ୍ୟ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ତୁଳସୀ ଗାବାର୍ଡ ଯେତେବେଳେ ଚାରି ଥର ସାଂସଦ ଭାବରେ ସେ ଶପଥ ନେଇଥିଲେ, ଶପଥ ସମୟରେ ସେ ଗୀତାର ଶପଥ ନେଇ ମଧ୍ୟ ଶପଥ ପାଠ କରିଥିଲେ। ଏଇଭଳି ସେ ହିନ୍ଦୁ ସନାତନ ଧର୍ମକୁ ଭଲ ପାଉଥିବା ଜଣେ ମହିଳା, ଯିଏକି ତାଙ୍କ ବାପା ଜଣେ ହିନ୍ଦୁ ନୁହନ୍ତି ବା ଭାରତୀୟ ନୁହନ୍ତି ବା ମା ମଧ୍ୟ ନୁହନ୍ତି, ମାତ୍ର ମା ତାଙ୍କର ଭାରତୀୟ ତା ଶାସ୍ତ୍ର ଦର୍ଶନ ଉପରେ ବିଶେଷ ଭାବରେ ତାଙ୍କୁ ଜଣାଥିଲା ଏବଂ ତୁଳସୀ ଗାବାର୍ଡଙ୍କୁ ମଧ୍ୟ ସେ ସେଥିରେ ପ୍ରେରଣା ଦେଇଥିଲେ। ବର୍ତ୍ତମାନ ଯେଉଁ ରାଜନୈତିକ ଦୃଷ୍ଟିପଟ ପରିବର୍ତ୍ତନ ହେବାରେ ଲାଗିଛି, ଟ୍ରମ୍ପ ନିଶ୍ଚିତ ଭାବରେ ତାଙ୍କର କଥା ରଖିବାକୁ ଯାଉଛନ୍ତି ଯେ ଆମେରିକାରେ ଏବଂ ବାଂଲାଦେଶ କିମ୍ବା ଅନ୍ୟ ସ୍ଥାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବେ ନିଶ୍ଚିତ ଭାବରେ। ସେଥିପାଇଁ ସେ ପ୍ରଥମ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ଆଉ ଏକ ଭାରତକୁ ସୁହାଇଲା ଭଳି
ବା ଭାରତ ପାଇଁ ଖୁସିର ଖବର ଅଛି ଯେ ଟ୍ରମ୍ପକୁ ଜିତେଇବାରେ ଯେପରି ଏଲନ୍ ମସ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେହିଭଳି ଆଉ ଜଣେ ବିତ୍ତଶାଳୀ ବ୍ୟକ୍ତି ରିପବ୍ଲିକ ପାର୍ଟିର ଟ୍ରମ୍ପକୁ ରାଷ୍ଟ୍ରପତି ଭାବରେ ଜିତେଇବାରେ ବିଶେଷ ସହାୟକ ହୋଇଥିଲେ। ସେ ହେଲେ ବିବେକ ରାମସ୍ୱାମୀ ଏବଂ ତାଙ୍କୁ ମଧ୍ୟ ଆମେରିକା ପ୍ରଶାସନରେ ଏକ ପ୍ରମୁଖ ଦାୟିତ୍ୱ ଦିଆଯାଉଛି। ତୁଳସୀ ଗାବାର୍ଡ ଏବଂ ବିବେକ ରାମସ୍ୱାମୀ ଯେଉଁ ମୁସଲମାନ ବା ମୌଳବାଦୀମାନେ ବିଶ୍ୱରେ ଏକ ହିଂସାତ୍ମକ ବାତାବରଣ ସୃଷ୍ଟି କରି ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି, ବିଶେଷ କରି ପାକିସ୍ତାନ ଏବଂ ବାଂଲାଦେଶରେ ଯେଉଁ ମହମ୍ମଦ ୟୁନୁସ୍ ଯାହାଙ୍କୁ ରାହୁଲ ଗାନ୍ଧୀ ବିଶେଷ ପ୍ରଶଂସା କରୁଥିଲେ, ଯିଏକି ବାଂଲାଦେଶକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୁ ମୁସଲମାନ ରାଷ୍ଟ୍ର କରିବା ପାଇଁ ମସୁଧା କରୁଥିଲେ, ତାଙ୍କ ଉପରେ ଯେ ଗୋଟିଏ ବଡ଼ ଶକ୍ତ ପ୍ରହାର ଆମେରିକାରୁ ମିଳିବ ଏକଥା ସେମାନେ ବୁଝିସାରିଲେଣି ଏବଂ ଯାହାକି ଭାରତୀୟ ହିନ୍ଦୁ ସନାତନୀମାନଙ୍କ ପାଇଁ ଖୁସିର ଖବର ଓ ଆଶ୍ୱସ୍ତିକର ଖବର ବୋଲି ମନେ ହେଉଛି। ତେଣୁ ଆଗାମୀ ଦିନରେ ଟ୍ରମ୍ପଙ୍କ ବିଜୟ ଭାରତ ଏବଂ ହିନ୍ଦୁମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିବ ଏବଂ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସହାୟକ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ।